ମୁଁ ତ କାଲି ରାତିରେ ଏଇଟା ଖବର ପାଇଲି ଯେ ବିଳମ୍ବିତ ରାତି ହେଇଯାଇଥିଲା। ତେଣୁ ତଥାପି ଆମ ଷ୍ଟାଫ ଜଣଙ୍କୁ କହିଲି ମୁଁ କହିଲି ଯାଇ ଟିକେ ଦେଖିଦେଇକି ଆସ। ସିଏ ବି ତାଙ୍କୁ କଣ୍ଟାକ୍ଟ କଲେ। ସେ କଥା କହୁଛନ୍ତି ଯେ ଚାଷୀ ଜଣେ କିଏ ସେ ଆଣିକି ରଖିଦେଇଥିଲେ ଆଉ ସେ ତାଙ୍କର ପୁଣି ନେଇଯିବେ, କାଲି ସକାଳୁ ନେଇଯିବେ। ତେଣୁ ସେଥିପାଇଁ ଆମେ ଆଜି ଇନକ୍ୱାରୀରେ ଆସିଥିଲୁ। ସକାଳେ ତ ମିଟିଂ ଥିଲା, ଆମେ ଯାଇଥିଲୁ ପୁରୀ। ତେଣୁ ଏବେ ଟିକେ ଇନକ୍ୱାରୀରେ ଆସିଥିଲୁ। ଆସିଲା ପରେ ଜଣାପଡ଼ିଲା ତାଙ୍କ ଗୋଦାମ ବନ୍ଦ ଅଛି। ଏବେ ବର୍ତ୍ତମାନ ଗୋଦାମରେ ଆମେ କିଛି ଆଳୁ ବି ଦେଖିବାକୁ ପାଇଲୁନି। କିନ୍ତୁ ତାଙ୍କୁ ଫୋନ୍ କଲୁ, ସେଥିପାଇଁ ତାଙ୍କ ଫୋନ୍ ନମ୍ବର ଆଣିକି ଫୋନ୍ କରିବା ପରେ ସେ ଜଣେଇଲେ ଯେ ସେଇ କଥା ଯାହା କହିଥିଲେ ଆମ ଷ୍ଟାଫ ଯେ ମୋର ଜଣେ ଚାଷୀ, ଜଣେ ଚିହ୍ନା ପରିଚିତ ଚାଷୀ, ତାଙ୍କ ଆଳୁଟା ଏଠି ରହିଯାଇଥିଲା ଆଉ ସେ ତାପରେ ସକାଳୁ ତାଙ୍କର ନେଇଯାଇଛନ୍ତି। ଏଇ କଥାଟା ଆମେ ଜାଣିବାକୁ ବର୍ତ୍ତମାନ ପାଇଲୁ। ଆକ୍ଚୁଆଲି କେତେ ବସ୍ତା ଥିଲା ତ ଏକ୍ଜାକ୍ଟଲି ଆମେ ଜାଣିନୁ, କାରଣ ଆମର ସରକାରଙ୍କ ଧାର୍ଯ୍ୟ ନିୟମ ଅନୁସାରେ ଅତି କମରେ 3 ବସ୍ତା ସେମାନେ ନେଇପାରିବେ ଏବଂ ସର୍ବୋଚ୍ଚ 5 ବସ୍ତା ବିହନ ସେମାନେ ନେଇପାରିବେ। ତେଣୁ ତାଠୁ ଅଧିକା ଆଉ କାହାକୁ ଦିଆଯିବ ନାହିଁ। ଦାଟୁ ପୁଣି ଡକୁମେଣ୍ଟ ରଖିକିରି, ପ୍ରପର ଡକୁମେଣ୍ଟ, ତାଙ୍କର ଆଧାର କାର୍ଡ, ତାପରେ ତାଙ୍କର ଜାଗାର ପଟ୍ଟା, ଆଉ ତାପରେ ତାଙ୍କର ଭୋଟର ଆଇ କାର୍ଡ ଏସବୁ ରଖିକିରି ତାଙ୍କୁ ଦିଆଯିବ। ତେଣୁ ସେମିତି ବି ଆମେ ଦେବା କଥା ନୁହେଁ। ଯଦି ବି ତଥାପି ତାପରେ ବି ଆମେ ଇନକ୍ୱାରୀ କରୁଛୁ ଯେ ଯଦି କୌଣସି ଚାଷୀ ଏମିତି 5ରୁ ଅଧିକା ଯଦି ନେଇଥିବେ ତମେ ସେଗୁଡ଼ାକ ଇନକ୍ୱାରୀ କରୁଛୁ। ଆମେ ବି ବର୍ତ୍ତମାନ ତାଙ୍କର ତ ବେନିଫିସିଆରୀ ସିଲେକ୍ସନ ସରିଯାଇଛି, ତାଙ୍କର ଡକୁମେଣ୍ଟ ବର୍ତ୍ତମାନ ଆମେ ସଂଗ୍ରହ କରୁଛୁ। ତେଣୁ ଡକୁମେଣ୍ଟ ଅନୁସାରେ ଯଦି ଜଣାପଡ଼ିଯିବ କିଏ ଅଧିକା ଯଦି ନେଇଛନ୍ତି ଆମେ ମଧ୍ୟ ନିଶ୍ଚୟ ଜାଣିପାରିବୁ ସେଇଟା। ନାଇଁ, ସେଇଟା କେବେ ହେଲେ ସତ ହେଇନଥିବ, କାରଣ ସିଏ ଯେହେତୁ ଜଣେ ସରକାରୀ କର୍ମଚାରୀ କେବେ ହେଲେ ଏଇଟା ସାହସ କରିବା କଥା ନୁହେଁ। ମୁଁ ଜାଣିବାରେ କେବେ ସାହସ କରିବା କଥା ନୁହେଁ, ଏଇଟା ବି କରିବାର ବି ଆକ୍ଚୁଆଲି ନିୟମ ନୁହେଁ। ତେଣୁ ମୁଁ ନିଶ୍ଚିତ ଏଇଟା କହିବି ଯେ ଯଦି ଏଇଟା କୌଣସି ଗୋଟେ ଭିତରେ ଗୋଟେ କ'ଣ ଗୋଟେ ଅସୁବିଧା ହେଇଛି କି କୌଣସି ଚାଷୀ ହୁଏତ 3 ଜଣ 4 ଜଣ ମିଶିକି ଯଦି ହୁଏତ ଅଧିକା ବିହନ ଆଣିଥାଇ ପାରନ୍ତି, ଗୋଟେ ଜାଗାରେ ବି ତାଙ୍କର ସୁବିଧା ପାଇଁ ମଧ୍ୟ ରଖିଥାଇ ପାରନ୍ତି। ତେଣୁ ସେଇଟା ଇନକ୍ୱାରୀ ଟିକେ କଲେ ଜଣାପଡ଼ିବ। ନା ସେଥିପାଇଁ ଆମେ ଶୁଣୁ ଗୋଟେ ଯେକୌଣସି ଗୋଟେ ଜିନିଷ ଏଫଆଇଆର ଲଜ୍ କରିବା ପୂର୍ବରୁ ଜଣଙ୍କ ନାଁରେ ଆମକୁ ସବୁ ଭାବିଚିନ୍ତିକି କରିବାକୁ ପଡ଼େ। ଏଫଆଇଆରଟା ହେଉଛି ମାନେ ଗୋଟେ ଗୁରୁତର ଗୋଟେ ମାନେ ଅପରାଧ। ଏଫଆଇଆର ଯଦି ଜଣେ ଗୁରୁତର ଅପରାଧ କରିଥିବ ତାହେଲେ ଏଇଟା ଗୋଟେ ଏଫଆଇଆର ଲଜ୍ କରାଯାଏ। ତେଣୁ ଏଫଆଇଆର ଲଜ୍ ପୂର୍ବରୁ ପୁଙ୍ଖାନୁପୁଙ୍ଖ ଭାବରେ ତାକୁ ବିଶ୍ଳେଷଣ କରାଯାଇ ବା ତାକୁ ଇନକ୍ୱାରୀ କରାଯାଇକି ଏଇଟା କରାଯାଏ। ତେଣୁ ଆମେ ତ ବର୍ତ୍ତମାନ ଇନିସିଆଲ ଇନକ୍ୱାରୀଟା କଲୁ ନା, ଇନିସିଆଲ ଇନକ୍ୱାରୀ କଲୁ। ତେଣୁ ଏଇଟା ପରେ ଆମେ ଦେଖିବୁ ଯଦି ପ୍ରକୃତରେ ଜଣେ 5 ବସ୍ତାରୁ ଅଧିକା ନେଇକିରି ଏଠି ମହଜୁଦ କରି ରଖିଛି ବା ମାନେ ଅସଦ୍ ଉପାୟରେ ତାକୁ ବିକ୍ରି କରିବା ପାଇଁ ମସୁଦା କରେଇଛନ୍ତି, ତାହେଲେ ସେଇଟା ନିଶ୍ଚୟ ଜଣାପଡ଼ିଯିବ। ଆମେ ତାପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ହଁ, ଆମେ ତ ଜାଣୁଛୁ ଆମ ଭିତରେ ଆମେ ନିଶ୍ଚିତ ଭାବରେ ମୁଁ ଭାବୁଛି ନିଶ୍ଚିତ ଭାବରେ ଏଇଟା ହଉଥିବ। ଜିଲ୍ଲାରେ କେତେ ଚାଷୀଙ୍କୁ ଜିଲ୍ଲାରେ ବର୍ତ୍ତମାନ ଆମେ 750 ବେନିଫିସିଆରୀ ଆମେ ସିଲେକ୍ସନ କରିଛୁ। ଆଉ 60ଟି କ୍ଲଷ୍ଟର ଆକାରରେ ମଧ୍ୟ କରିବୁ ବୋଲି ଆମେ ଏଇଟାକୁ ସବୁ ଫାଇନାଲ କରାଯାଇଛି। ସେଇ କ୍ଲଷ୍ଟର ମାଧ୍ୟମରେ ହିଁ ଆମର ଆଳୁ ଚାଷ କରିବା ପାଇଁ ବିଭିନ୍ନ ବ୍ଲକରେ ଯୋଜନା ରଖାଯାଇଛି। ଆହୁରି ଅଛି ଆମର ଆକ୍ଚୁଆଲି ଆମର ପୁରୀ ଜିଲ୍ଲାରେ ଟୋଟାଲ ଟାର୍ଗେଟ ଥିଲା 350 ହେକ୍ଟର, ଯୋଉଟାକି 4550 କ୍ୱିଣ୍ଟାଲ ଆଳୁ ବିହନ ଆମ ପାଇଁ ଦରକାର। କିନ୍ତୁ ତା ଜାଗାରେ ଆମେ ବର୍ତ୍ତମାନ ସୁଦ୍ଧା 1600 କ୍ୱିଣ୍ଟାଲ ଆଳୁ ବିହନ ଆମେ ସୁଦ୍ଧା ପାଇଛୁ। ତେଣୁ ଆହୁରି ଆମକୁ 1700 କ୍ୱିଣ୍ଟାଲର ବିହନ ଆହୁରି ଆବଶ୍ୟକତା ରହିଛି। ତେଣୁ ସେସବୁ ଆସିଲା ପରେ ମଧ୍ୟ ଧୀରେ ଧୀରେ ଆମର ଚାଷୀମାନଙ୍କୁ ଦିଆଯିବ। ନିଶ୍ଚିତ ଆମେ ବି ଏଇଟା ନିଶ୍ଚିତ ଭାବରେ ଗୁରୁତ୍ୱ ନେଉ, କାରଣ ଏଇଟା ଯଦି ଗୋଟେ ଗୁରୁତର ଅପରାଧ ବୋଲି ଆମେ ବିବେଚନା କରିବୁ ତାକୁ। କାରଣ ଏଇ ଯେଉଁ ମହଜୁଦ କରି ରଖିବା ବା କଳାବଜାରୀ କରିବା ଏସବୁ କେବେ ହେଲେ ଗ୍ରହଣୀୟ ନୁହେଁ। ତେଣୁ ନିଶ୍ଚିତ ଭାବରେ ଆମେ ଆ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ।